ସୁଭଦ୍ରା ହିତାଧିକାରୀମାନଙ୍କ ପାଇଁ ଆସିଲା ପୁଣି ଏକ ବଡ଼ ଖବର, ଯେଉଁଟାକି ହଜାର ହଜାର ଲକ୍ଷ ଲକ୍ଷ ହିତାଧିକାରୀ ଅପେକ୍ଷା କରି ବସିଥିଲେ ଯେ 18 ତାରିଖ ସୁଦ୍ଧା କିମ୍ବା ଆଜି ସୁଦ୍ଧା ଏହି ସୁଭଦ୍ରା ଟଙ୍କା ଦୁଇଟି କିସ୍ତି ଏକକାଳୀନ 10,000 ଟଙ୍କା ଆସିବ ବୋଲି। ମୁଁ ମଧ୍ୟ ଆଜି ଭିଡ଼ିଓ ନେଇ ଆସିଥିଲି ଯେ ଆଜି ମିଳିବ କି ନାହିଁ ସୁଭଦ୍ରା ଟଙ୍କା ବୋଲି, କିନ୍ତୁ ମୁଁ ଭିଡ଼ିଓ ମାଧ୍ୟମରେ ମଧ୍ୟ କହିଥିଲି ଯେ ଆଜି ଆସିବାଟା ବହୁତ ମୁସ୍କିଲ, ଯେହେତୁ ଆମ ପାଖରେ କିଛି ଅପଡ଼େଟ୍ ନଥିଲା କିମ୍ବା ସୁଭଦ୍ରା ହେଲ୍ପଲାଇନ୍ କଲ୍ ସେଣ୍ଟର ପାଖରେ ମଧ୍ୟ କିଛି ଅପଡ଼େଟ୍ ନଥିଲା କିମ୍ବା ନ୍ୟୁଜ୍ ମାଧ୍ୟମରେ ମଧ୍ୟ କୌଣସି ଅପଡ଼େଟ୍ ଆସିନଥିଲା। ସେଥିପାଇଁ ମୁଁ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ଜଣାଇଥିଲି ଯେ ଆଜି କେଜାଣି ସୁଭଦ୍ରା ଟଙ୍କା ଆସିବ କି ନାହିଁ, ଆଜି ଆସିବନି ବୋଲି ମୋର ମନେ ହେଉଛି। ତ ବର୍ତ୍ତମାନ ଦେଖନ୍ତୁ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତ ସପ୍ତାହରେ ମଧ୍ୟ ନ୍ୟୁଜ୍ ମାଧ୍ୟମରେ ପ୍ରକାଶ କରିଥିଲେ ଯେ ସୁଭଦ୍ରା ଟଙ୍କା ଏକକାଳୀନ 2ଟି କିସ୍ତି ଆସିବ ବୋଲି, କିନ୍ତୁ ସେ ସପ୍ତାହ ସରିଗଲା, ପୁଣି 18 ତାରିଖ ବା ଆଜି ସୁଦ୍ଧା ସୁଭଦ୍ରା ଟଙ୍କା ଆସିବ ବୋଲି, କିନ୍ତୁ ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ଆସିଲା ନାହିଁ। ପୁଣି ଘୋଷଣା ହୋଇଛି ଯେ 22 ତାରିଖ ସୁଦ୍ଧା ବା 22 ତାରିଖରେ ନିଶ୍ଚୟ ସୁଭଦ୍ରା ଟଙ୍କା ମିଳିବ ବୋଲି ପୁଣି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ତ ଦେଖନ୍ତୁ ଆଜ୍ଞା, କ'ଣ ପାଇଁ ଏହି ତାରିଖ ପରେ ତାରିଖ ବଦଳାଉଛନ୍ତି ନା, ଦେଖନ୍ତୁ ଅନେକ ହିତାଧିକାରୀ ନୂଆ କରି ଆବେଦନ କରିଛନ୍ତି, ତ ସେମାନଙ୍କୁ ପୁଣି ସାମିଲ କରିବା ପାଇଁ ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତାରିଖ ପରେ ତାରିଖ ବଦଳାଇଛନ୍ତି। ତ ଅନେକ କାରଣ ଯୋଗୁଁ ପୁଣି ତାରିଖ ବଦଳାଇଥିବେ, ସେ କଥା ତ ଆମେ ଜାଣିନାହିଁ, କିନ୍ତୁ 22 ତାରିଖରେ ସୁଭଦ୍ରା ଟଙ୍କା ମିଳିବ ବୋଲି ପୁଣି ଓଡ଼ିଶା ସମ୍ବାଦ ବା ନ୍ୟୁଜ୍ ମାଧ୍ୟମରେ ମଧ୍ୟ ପ୍ରକାଶ ପାଇସାରିଲାଣି। ମୋ ଚ୍ୟାନେଲ୍ କୌଣସି ନୂଆ ଅପଡ଼େଟ୍ କିମ୍ବା କୌଣସି ସତ ଅପଡ଼େଟ୍ ଆସିନଥିଲେ ମୁଁ ଭିଡ଼ିଓ ପ୍ରୋଭାଇଡ଼ କରେ ନାହିଁ। ତ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଛନ୍ତି କିଛି ତଥ୍ୟ ବା କିଛି ଜିନିଷ ଜାଣିବା ପାଇଁ। ତ ଆପଣମାନେ ମୋତେ ଭରସା କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଛନ୍ତି କିମ୍ବା ମୋ ଭିଡ଼ିଓ ଦେଖୁଛନ୍ତି ଆପଣମାନେ କିଛି ଶିଖିବା ପାଇଁ। ଦେଖନ୍ତୁ, ମୁଁ କୌଣସି ବିନା ପ୍ରମାଣରେ ଭିଡ଼ିଓ ପୋଷ୍ଟ କରେ ନାହିଁ, ତ ମୁଁ ପ୍ରମାଣ ନେଇକି ଆସିଛି। ତ ସେହି ଓଡ଼ିଶା ସମ୍ବାଦରେ କ'ଣ ପ୍ରକାଶ ପାଇଛି ଆସନ୍ତୁ ଜାଣିବା। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଆଜ୍ଞା ମାନେ ଲାଇକ୍ କରନ୍ତୁ, ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ କରନ୍ତୁ, ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତ ଡେରି ନକରି ଚାଲନ୍ତୁ ସମ୍ବାଦ ପେପରରେ କ'ଣ ପ୍ରକାଶ ପାଇଛି ଜାଣିବା। ତ ଦେଖନ୍ତୁ, ସୁଭଦ୍ରା ଯୋଜନା ବଡ଼ ଅପଡ଼େଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ। ଜାନୁଆରୀ 18 ପରିବର୍ତ୍ତେ ଏହି ଦିନ ମିଳିବ ସୁଭଦ୍ରା ଟଙ୍କା। ତ ଦେଖନ୍ତୁ କ'ଣ ଅପଡ଼େଟ୍ ଆସିଛି। ସୁଭଦ୍ରା ଟଙ୍କାକୁ ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୂର୍ବରୁ ଜାନୁଆରୀ 18 ଅର୍ଥାତ୍ ଆଜିର ଦିନରେ ସୁଭଦ୍ରା ଟଙ୍କା ମିଳିବାକୁ ଥିବାବେଳେ ଏଥିରେ ପରିବର୍ତ୍ତନ ହୋଇଥିବା ସେ କହିଛନ୍ତି। ଦେଖନ୍ତୁ ଆଜ୍ଞା, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ ଯେ ଗତ ସପ୍ତାହରେ ମିଳିବ ବୋଲି ଏହି ସୁଭଦ୍ରା ଟଙ୍କା, ତାପରେ ଜାନୁଆରୀ 18 ତାରିଖରେ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଇଥିଲେ। ତ ସେହି ତାରିଖ ବଦଳରେ ପୁଣି ତାରିଖ ବଦଳିଛି। ସେହି ତାରିଖଟି କ'ଣ ରହିଛି ଆସନ୍ତୁ ମୁଁ ଆଗକୁ କହିବି। ତାପରେ 18 ବଦଳରେ 22 ତାରିଖରେ ସୁଭଦ୍ରା ସହାୟତା ଅର୍ଥରାଶି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଦେଖନ୍ତୁ ଆଜ୍ଞା, 18 ତାରିଖ ବଦଳରେ 22 ତାରିଖରେ ସୁଭଦ୍ରା ସହାୟତା ରାଶି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ତାପରେ ଦେଖନ୍ତୁ ଆପଣମାନଙ୍କୁ କେଉଁମାନଙ୍କୁ ଏହି ସୁଭଦ୍ରା କିସ୍ତି ମିଳିବ, ଗତ ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ କହିଥିଲି, ପୁଣି ଆଜି ମଧ୍ୟ ଆପଣମାନଙ୍କୁ କହୁଛି। ତ ଯେଉଁମାନେ ନୂଆ କରି ଆବେଦନ କରିଛନ୍ତି ବା ଯେଉଁମାନେ ତୃତୀୟ କିସ୍ତି ଯାଏଁ ପାଇନାହିଁ ସେମାନଙ୍କୁ ଏହି ଅର୍ଥରାଶି ପ୍ରଦାନ କରାଯିବ ବା ଏକକାଳୀନ 2ଟି କିସ୍ତି 10,000 ଟଙ୍କା ଆପଣମାନଙ୍କୁ ମିଳିବ। ତାପରେ ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ଟ୍ୱିଟ୍ କରି କୁହାଯାଇଛି ଯେ ସୁଭଦ୍ରା ଯୋଜନାରେ ନୂତନ ଭାବେ ଯୋଡ଼ି ହୋଇଥିବା ହିତାଧିକାରୀଙ୍କୁ ଜାନୁଆରୀ 18 ତାରିଖ ବଦଳରେ ଜାନୁଆରୀ 22 ତାରିଖରେ ସୁଭଦ୍ରା ସହାୟତା ଅର୍ଥରାଶି ପ୍ରଦାନ କରାଯିବ। ଦେଖନ୍ତୁ ଆଜ୍ଞା, ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ, ତ ଆପଣମାନେ ଏକ୍ସରେ ଟ୍ୱିଟ୍ କରି କୁହାଯାଇଛି ଯେ ଆପଣମାନେ ଏକ୍ସରେ ଚେକ୍ କରିପାରିବେ ଯେ ସୁଭଦ୍ରା ଯୋଜନାରେ ନୂତନ ଭାବେ ଯୋଡ଼ି ହୋଇଥିବା
ହିତାଧିକାରୀଙ୍କୁ ଜାନୁଆରୀ 18 ତାରିଖ ବଦଳରେ ଜାନୁଆରୀ 22 ତାରିଖରେ ସୁଭଦ୍ରା ଅର୍ଥରାଶି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପୁଣି ଘୋଷଣା କରିଛନ୍ତି। ତାପରେ ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ମୋଟ 4,57,681 ଜଣ ମହିଳା ସାମିଲ ହୋଇସାରିଛନ୍ତି। ତାଙ୍କ ଭିତରୁ ନୂଆକରି 1,78,398 ଜଣ ମହିଳା ସାମିଲ କରାଯାଇଛି, ଯେଉଁମାନେ କି ପ୍ରଥମ ଥର ପାଇଁ ସୁଭଦ୍ରା କିସ୍ତି ପାଇବେ। ଦେଖନ୍ତୁ ଆଜ୍ଞା, ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ମୋଟ 4,57,681 ଜଣ ମହିଳା ସାମିଲ ହୋଇସାରିଛନ୍ତି। ତାଙ୍କ ଭିତରୁ ନୂଆକରି 1,78,398 ଜଣଙ୍କୁ ସାମିଲ କରାଯାଇଛି, ଯେଉଁମାନେ କି ପ୍ରଥମ ଥର ପାଇଁ ସୁଭଦ୍ରା କିସ୍ତି ପାଇବେ। ତାପରେ ପ୍ରଥମ ଏବଂ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା 2,55,265 ଜଣଙ୍କୁ ଏଥର ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି। ସେମାନେ ଏଥର ଏକାବେଳକେ 2ଟି କିସ୍ତିର ଟଙ୍କା ପାଇବେ। ଦେଖନ୍ତୁ ଆଜ୍ଞା, ପ୍ରଥମ ଏବଂ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା 2,55,265 ଜଣଙ୍କୁ ଏଥର ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି। ସେମାନେ ଏକାବେଳେ 2ଟି କିସ୍ତିର ଟଙ୍କା ପାଇବେ। ତ ଆପଣମାନେ ଜାଣିପାରିଲେ 22 ତାରିଖରେ ଆସିବ ସୁଭଦ୍ରା କିସ୍ତି। ତ ଆପଣମାନେ ଜାଣିପାରିଲେ ନିଶ୍ଚୟ। ଭିଡ଼ିଓଟି ଦେଖି ଯଦି ଭଲ ଲାଗିଥାଏ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ସମସ୍ତଙ୍କ ପାଖକୁ ସେୟାର କରନ୍ତୁ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।